ଏତେ ବର୍ଷ ଗ୍ୟାପ୍ ହେଇଗଲା। 9 ମସିହାରୁ ଭାବିଥିଲି ଆହୁରି ଅନେକ କଥା ଅଛି। ଆମେ ସବୁ କଥା ଲେଖିଥିଲେ ନବୀନ ପଟ୍ଟନାୟକଙ୍କର ଗୁରୁତ୍ୱ ଯାଇଥାନ୍ତା ବୋଲି ମୋ ନିଜର ତା ଭିତରେ ଅଧିକ ହେଇଗଲା। ତେଣୁ ଏଇଟା ସେଥିପାଇଁ କି ତାଙ୍କ ସମ୍ପର୍କରେ ଯେଉଁ ସବୁ ଚର୍ଚ୍ଚା ଚାଲିଥିଲା ସେ ଚର୍ଚ୍ଚାକୁ ନେଇକି ଯାହା ମୋର ଅନୁଭବ ଓ ଯାହା ବାସ୍ତବ ତାକୁ ନେଇ ଲେଖିଲି। ସାର୍ 24 ବର୍ଷ ଶାସନ ଭିତରେ ଲେଖା ହେଇଛି ନା ଆପଣଙ୍କ ସମୟ ଭିତରେ ଯେତିକି ସମ୍ପର୍କ ଥିଲା ସେଇ ପୁରା 24 ବର୍ଷ। ତାର ମୋ ସମ୍ପର୍କ ତା ପର ପିରିୟଡ଼ଟା ହେଉଛି ସମ୍ପର୍କ। ସାର୍ ଯୁବବର୍ଗ ଯେଉଁମାନେ ରାଜନୀତି କରୁଛନ୍ତି ସେମାନେ ବହି ପଢ଼ିବା ଦରକାର, ଆପଣ ଆଡ଼ଭାଇସ୍ କାରଣ ଏ ଜାତି ସେ ବହି ପଢ଼ିବା ଦରକାର। ଯାହା କୁହାଯାଉଥିଲା ଯେ ଜଣେ ବ୍ୟକ୍ତି ସମ୍ପର୍କରେ ତାକୁ ଜାତି ପ୍ରଥମେ ଜାଣିବା ଦରକାର। ଯେତେବେଳେ ତାକୁ ନିଜର ନେତା କରିବ ଆମର ଜାତିର ଇଏ କରିବ ନେତୃତ୍ୱ ଦେବ ରାଜ୍ୟର ସମସ୍ତେ ସେତେବେଳେ ତାକୁ ଜାଣିବା ଦରକାର। ସେ ନେତାକୁ ଜାଣିବା ଦରକାର। ଧର 5 ବର୍ଷ ଭିତରେ ଜଣକୁ ଆମେ ଜାଣିନାହିଁ କିନ୍ତୁ 5 ବର୍ଷ ପରେ ଜାଣିପାରିବା। 10 ବର୍ଷ 8 ବର୍ଷ 7 ବର୍ଷ 8 ବର୍ଷ ପରେ ତ ଜାଣିପାରିବା। ଜାଣିବା ପାଇଁ ଉଦ୍ୟମ କରିବା ଗୋଟେ ଜାତିର ଆବଶ୍ୟକତା ରହିଛି। ସେଇଥିପାଇଁ ଗୋଟେ ବହିରେ ଗୋଟେ କଥା ଅଛି। ମୁଁ ବାରମ୍ବାର କହୁଥିଲି ତାଙ୍କର ଆଗେ କହିଲେ ପିଛେ କହିଲେ ପିଲାପିଲି ନାହାନ୍ତି ସେ କେବେ ଦୁର୍ନୀତି କରିପାରନ୍ତି। ତଥାପି ଜଣେ ଅଧ୍ୟାପକ ଏଠି ବ୍ରହ୍ମପୁର ୟୁନିଭର୍ସିଟିରେ ଛିଡ଼ା ହେଇକି କହିଲେ ତାହେଲେ କ'ଣ ଗାନ୍ଧୀ ଆଉ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପିଲା ତ ସେମାନେ ଦୁର୍ନୀତିଗ୍ରସ୍ତ। ସେଇଥିପାଇଁ କଥା ବନ୍ଦ ହେଲା ସିନା ସେ କଥା ଚାଲିଗଲା ରାସ୍ତାରେ ଅଧାର ଚାଲିଗଲା। ଏ କଥା ଲେଖିବାର କାରଣ ହେଉଛି ସବୁ କଥା ଗୁଡ଼ିକ ଯାହା ଚର୍ଚ୍ଚାରେ ଥିଲା ବା ଚର୍ଚ୍ଚାକୁ ଯିବ ସେ ସମ୍ପର୍କରେ ଆମେ ସମସ୍ତେ ସଚେତନ ହେବା ଦରକାର। ମାନ୍ୟବର ମୁଖ୍ୟମନ୍ତ୍ରୀ କାହିଁ